ଯାଜପୁର ଟାଉନ ଯାଜପୁର କଲେଜ ଛକ ସଂସ୍କୃତି ଶିଶୁ ବିଦ୍ୟା ମନ୍ଦିରରେ 30ତମ ବାର୍ଷିକ ଉତ୍ସବରେ ସଂକ୍ଷେପ ଦୁଇପଦ କହିବେ। କରୋନାର ଭୟାବହତାରେ 3 ବର୍ଷ ଧରି ଆମର ମାନେ କଲଚରାଲ ଫଙ୍କସନ୍ ତ ଅଧିକନ୍ତୁ କଥା କିନ୍ତୁ ଆମର ଆନୁଆଲ ଫଙ୍କସନ୍ ହୋଇପାରିନଥିଲା। ଯାହା ହଉ ଏ ବର୍ଷ ସମସ୍ତଙ୍କ ମିଳିତ ସହଯୋଗରେ ଆମର ଆନୁଆଲ ଫଙ୍କସନ୍ ଆମେ କଲୁ। ତା ସହିତ ମଧ୍ୟ ପିଲାମାନଙ୍କର ଯେଉଁଟା ଥାଏ ପ୍ରତ୍ୟେକ ବର୍ଷ ଟିକେ ଆନନ୍ଦ ଉଲ୍ଲାସ କରିବା ପାଇଁ ଏବଂ ତାର ପରିଣତି ଆଜି କ'ଣ ହେଇଛି ଦର୍ଶକମାନେ ଜାଣିଥିବେ, ଅଭିଭାବକ ଅଭିଭାବକମାନେ ଜାଣିଥିବେ। ସେଥିପାଇଁ ଶ୍ରେୟ ନିଶ୍ଚିତ ଭାବରେ ଦେବି ତୁମକୁ, ଯିଏକି ତୁମେ ଏବଂ ତୁମର ଭାଇମାନଙ୍କୁ ନେଇ ସାଥୀମାନଙ୍କୁ ନେଇ ଯେଉଁ ଆଜି ନୃତ୍ୟ ପରିବେଷଣ ଲାଗି ଭଲ ଏବଂ ସୁଚାରୁରୂପେ ପରିଚାଳନା କଲ, ନିଶ୍ଚିତ ଭାବରେ ସେଥିପାଇଁ ଧନ୍ୟବାଦ ଦେବି। ଆହୁରି ମଧ୍ୟ ବହୁତ ଖୁସିର କଥା ଯେ କି ଆମର ଯେଉଁ ଅତିଥିମାନେ ଆସିଥିଲେ ଆଜି ସେମାନେ ଏତେ ଖୁସି ହେଇକି ଯାଇଛନ୍ତି ଏବଂ ମଧ୍ୟ ଯେଉଁ ଅଭିଭାବକ ଏଠି ବସିଥିଲେ ଦୀର୍ଘ ସମୟ ଧରିକିରି ସିଟ୍ ପାଇନାହାନ୍ତି ବସିବାକୁ, ଷ୍ଟିଲ୍ ଦେନ୍ ମଧ୍ୟ ଠିଆ ହେଇକି ଉପଭୋଗ କରିବାକୁ ଯାଇଛନ୍ତି। ସେଥିପାଇଁ ମଧ୍ୟ ମୁଁ ନିଶ୍ଚିତ ଭାବରେ ଶ୍ରେୟ ତୁମକୁ ଏବଂ ତୁମ ସାଥୀମାନଙ୍କୁ ଦେବି। ଏହା ହିଁ ମୋର ମା ବିରଜାଙ୍କ ନିକଟରେ ଏବଂ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସଂକ୍ଷେପ ଦୁଇପଦ କହିବେ। ଆମର ଯେଉଁ 30ତମ ବାର୍ଷିକ ଉତ୍ସବ ହେଲା, ଆମର କଲେଜ ଛକର ସମସ୍ତ ଗୁରୁମା ପରିଚାଳନା ସମିତି ଶୁଭେଚ୍ଛୁ ଅତିଥି ଅଧିକାରୀ ସମସ୍ତଙ୍କର ଗୋଟେ ନିଆରା ପରମ୍ପରା ରହିକି ଏ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି। ସେଥିପାଇଁ ମୁଁ ତାଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ନାଚ ସାରେ ଆଉ ଆମର ଏ ଯେଉଁ କାର୍ଯ୍ୟକ୍ରମକୁ ଆଗେଇ ନେଇଛନ୍ତି କଲଚରାଲ ଫଙ୍କସନ୍ ତାଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି।